ଅନନ୍ୟା ଦାସ ଯେ ମାତ୍ର ମାସକ ତଳେ ଏହି ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ମନରେ ଅନେକ ପ୍ରଶ୍ନ। ସରକାରୀ ଫାଇଲରେ ଯାହା ଲେଖାଯାଏ ପ୍ରକୃତରେ କ'ଣ ତୃଣମୂଳ ସ୍ତରରେ ସେୟା ଘଟୁଛି କି? ଅନନ୍ୟା ଜଣେ ଏମିତି ଅଫିସର ଯେ କେବଳ ଏସି ରୁମ୍ରେ ବସି ନିର୍ଦ୍ଦେଶ ଦେବାରେ ବିଶ୍ୱାସ କରନ୍ତି ନାହିଁ। ଅନନ୍ୟା ନିଜର ବ୍ୟକ୍ତିଗତ ସଚିବଙ୍କୁ ଡାକି କହିଲେ, ଆଜି ରାତିରେ ମୋର କୌଣସି ସରକାରୀ କାର୍ଯ୍ୟକ୍ରମ ନାହିଁ, ମୁଁ ବିଶ୍ରାମ ନେବି, କେହି ଯେମିତି ମୋତେ ଡିଷ୍ଟର୍ବ ନ କରନ୍ତି। କିନ୍ତୁ ତାଙ୍କ ମନରେ ଯୋଜନା ଥିଲା ସମ୍ପୂର୍ଣ୍ଣ ଅଲଗା। ସେ ଜାଣିଥିଲେ ଯେ ଯଦି ସେ ଜିଲ୍ଲାପାଳ ଭାବେ ବାହାରକୁ ଯିବେ ତେବେ ତାଙ୍କ ଆଗରେ ସବୁକିଛି ଅଲ୍ ଇଜ୍ ଓକେ ବୋଲି ଦେଖାଯିବ। ପ୍ରକୃତ ସତ୍ୟ ଜାଣିବାକୁ ହେଲେ ତାଙ୍କୁ ଜଣେ ସାଧାରଣ ନାଗରିକ ହେବାକୁ ପଡ଼ିବ। ଅନନ୍ୟା ନିଜର ଦାମୀ ପୋଷାକ ଛାଡ଼ି ଏକ ସାଧାରଣ ସୂତି ଶାଢ଼ୀ ପିନ୍ଧିଲେ, ଆଖିରେ ଏକ ଚଷମା ଏବଂ ମୁହଁକୁ ଓଢ଼ଣୀରେ ସାମାନ୍ୟ ଢାଙ୍କିଦେଲେ। ନିଜର ସ୍ମାର୍ଟ ୱାଚ୍ ଏବଂ ସରକାରୀ ଫୋନ୍ ବଦଳରେ ଏକ ପୁରୁଣା ମୋବାଇଲ ଫୋନ୍ ସାଥିରେ ନେଲେ। ସେ ବାସଭବନର ପଛ କବାଟ ଦେଇ ଚୁପଚାପ ବାହାରି ପଡ଼ିଲେ। ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ କେହି ବି ଅନୁମାନ କରିପାରୁନଥିଲେ ଯେ ଏହି ମହିଳା ଜଣକ ସହରର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି। ସହରର ମୁଖ୍ୟ ବସ୍ଷ୍ଟାଣ୍ଡ। ରାତି ପ୍ରାୟ 10ଟା ହେବ, କିନ୍ତୁ ସେଠାରେ ଭିଡ଼ କମିନଥାଏ। ଯାତ୍ରୀଙ୍କ ଚିତ୍କାର, ବସ୍ର ହର୍ନ ଏବଂ ଉଠା ଦୋକାନୀଙ୍କ ଡାକରେ ପରିବେଶ କମ୍ପୁଥାଏ। ଅନନ୍ୟା ଧୀରେ ଧୀରେ ବୁଲି ବୁଲି ସବୁକିଛି ପରଖୁଥିଲେ। ସେ ଦେଖିଲେ କିପରି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାରୀ ଶୌଚାଳୟରେ ତାଲା ପଡ଼ିଛି ଏବଂ ଲୋକେ ହଇରାଣ ହେଉଛନ୍ତି। ଠିକ୍ ସେତିକି ବେଳେ ତାଙ୍କ ନଜର ପଡ଼ିଲା ରାସ୍ତା କଡ଼ରେ ଥିବା ଏକ ଛୋଟ ଚୁଲି ଉପରେ। ସେଠାରେ ଜଣେ ବୃଦ୍ଧା ମହିଳା, ଯାହାଙ୍କୁ ସମସ୍ତେ ଶାନ୍ତି ମାଉସୀ ବୋଲି ଡାକୁଥିଲେ। ସେ ଧୂଆଁରେ ଆଖି ନାଲି କରି ପିଠା କରୁଥିଲେ। ତାଙ୍କ ଦୋକାନଟି ବହୁତ ଛୋଟ ଥିଲା, କେବଳ ଗୋଟିଏ କାଠ ବେଞ୍ଚ ଏବଂ କିଛି ମଳିନ ବାସନ, କିନ୍ତୁ ସେଠାରେ ଏକ ଅଦ୍ଭୁତ ଶାନ୍ତି ଥିଲା। ଅନନ୍ୟା ତାଙ୍କ ପାଖକୁ ଗଲେ। ମାଉସୀ ବହୁତ ଶ୍ରଦ୍ଧାରେ ଚାହିଁଲେ ଏବଂ କହିଲେ, ମା ଆସ, ମା ବସ, କ'ଣ ଖାଇବୁ? ଘରକୁ ଯିବାକୁ ବସ୍ ପାଇଲୁନି କି ନାହିଁ? ଅନନ୍ୟାଙ୍କୁ ଲାଗିଲା ଯେପରି ସେ ନିଜ ଜେଜେମାଙ୍କ ପାଖକୁ ଫେରି ଆସିଛନ୍ତି। ସେଠାରେ ବସି ସେ ଖାଦ୍ୟ ମାଗିଲେ। ମାଉସୀ ନିଜ ହାତରେ ଗରମ ଚକୁଳି ପିଠା ଆଉ ତରକାରୀ ବାଢ଼ି ଦେଲେ। ଖାଉ ଖାଉ ଅନନ୍ୟା ପଚାରିଲେ, ମାଉସୀ ଏତେ ରାତି ଯାଏ କାହିଁକି କାମ କରୁଛ? ଦେହ ଖରାପ ହବନି? ମାଉସୀ ଏକ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, କ'ଣ କରିବି ମା, ଘରେ ନାତିଟା ଦେହ ଖରାପ ହୋଇଛି। ପୁଅ ବୋହୂ ଚାଲିଗଲେ ପରପାରିକୁ। ଏ ଦୋକାନଟି ହିଁ ଭରସା। 2 ପଇସା ନ ଆଣିଲେ ନାତିର ଔଷଧ କେଉଁଠୁ ଆସିବ? ଅନନ୍ୟା ଏବଂ ମାଉସୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ହଠାତ୍ ପରିବେଶ ବଦଳିଗଲା। ଦୂରରୁ ସାଇରନ୍ ଶବ୍ଦ ଶୁଭିଲା। ଲୋକମାନେ ଦୌଡ଼ିବାକୁ ଲାଗିଲେ। ଉଠା ଦୋକାନୀମାନେ ନିଜ ସାମାନ ବାନ୍ଧିବାକୁ ବ୍ୟସ୍ତ ହୋଇପଡ଼ିଲେ। ଶାନ୍ତି ମାଉସୀଙ୍କ ମୁହଁରେ ଭୟର ଛାୟା ଖେଳିଗଲା। ସେ ଥରଥର ଗଳାରେ କହିଲେ, ମା ତୁ ଶୀଘ୍ର ଖାଇଦେ, ପୋଲିସ ବାବୁ ଆସିଗଲେ, ଆଜି ମୋର ରକ୍ଷା ନାହିଁ। ଏକ ପୋଲିସ ପେଟ୍ରୋଲିୟମ ଗାଡ଼ି ପିସିଆର ଠିକ୍ ମାଉସୀଙ୍କ ଦୋକାନ ଆଗରେ ଆସି ବ୍ରେକ୍ ମାରିଲା। ଗାଡ଼ିରୁ ଓହ୍ଲାଇଲେ ସବ୍ ଇନ୍ସପେକ୍ଟର ଅଜୟ ରାଉତ। ତାଙ୍କ ପୋଷାକ ଅଯତ୍ନ ହୋଇ ପଡ଼ିଥିଲା ଏବଂ ମୁହଁର ମଦର ଗନ୍ଧ ଆସୁଥିଲା। ସେ ଲାଠି ବୁଲାଇ କହିଲେ, ଆରେ ବୁଢ଼ୀ, ତତେ କେତେଥର କହିବି ଏଠାରେ ଗନ୍ଧେଇବାକୁ ମନା କରିଛି। ଆମ ସାହେବ ଏପଟେ ଆସିବେ, ଆଉ ତୁ ଏଠି ଧୂଆଁ କରୁଛୁ? ମାଉସୀ ହାତ ଯୋଡ଼ି କହିଲେ, ବାବୁ ଆଉ 5 ମିନିଟ୍, ଏଇ ପିଲାଟି ଖାଉଛି, ସରିଗଲେ ମୁଁ ଉଠିଯିବି। କିନ୍ତୁ ଅଜୟ ରାଉତଙ୍କ ଯେମିତି କିଛି ଶୁଭ ନଥିଲା। ସେ ଚିତ୍କାର କରି କହିଲେ, 5 ମିନିଟ୍ ନୁହେଁ, ଆଗ ହପ୍ତା ବାହାର କର, 500 ଟଙ୍କା ଦେ, ନହେଲେ ଥାନାକୁ ଚାଲ। ମାଉସୀ କାନ୍ଦି କାନ୍ଦି କହିଲେ, ବାବୁ ଆଜି କିଛି ବିକ୍ରି ହୋଇନି, ସବୁ ପଇସା ନାତିର ଔଷଧରେ ସରିଗଲା, ଦୟାକରି ଆଜି ଛାଡ଼ି ଦିଅ। ଅଜୟ ରାଉତ ଏହା ଶୁଣି ଆହୁରି ରାଗିଗଲେ। ସେ ନିଜ ଲାଠିରେ ପିଠା ତାଳିକୁ ଶକ୍ତ ଆଘାତ କଲେ, ଯାହାଫଳରେ ସବୁ ଖାଦ୍ୟ ରାସ୍ତାର କାଦୁଅରେ ମିଶିଗଲା। ଏତିକିରେ ତାଙ୍କର ମନ ଶାନ୍ତି ହେଲାନି। ସେ ପାଖରେ ଥିବା ଏକ ପାଣି ବାଲ୍ଟି ନେଇ ଜଳୁଥିବା ଚୁଲିରେ ଢାଳିଦେଲେ। ଛାସ୍ କରି ଏକ ଶବ୍ଦ ହେଲା ଏବଂ ଚୁଲିର ଧୂଆଁ ବାହାରି ଅନ୍ଧାର ହୋଇଗଲା। ଅନନ୍ୟା ଏସବୁ ଦେଖି ସ୍ତବ୍ଧ ହୋଇଯାଇଥିଲେ। ତାଙ୍କ ଆଖିରେ ଲୁହ ନୁହେଁ ବରଂ ନିଆଁ ଥିଲା। ସେ ଧୀରେ ଠିଆ ହେଲେ ଏବଂ ଅଜୟ ରାଉତଙ୍କ ଆଗକୁ ଆସିଲେ। ଆଜ୍ଞା, ଆପଣ କ'ଣ କରୁଛନ୍ତି? ଜଣେ ଅସହାୟ ବୃଦ୍ଧାଙ୍କ ଉପରେ ଏମିତି ଅତ୍ୟାଚାର କରିବାକୁ ଆପଣଙ୍କୁ କିଏ ଅଧିକାର ଦେଲା? ଅନ୍ୟାନ୍ୟଙ୍କ ସ୍ୱରରେ ଏକ ଅଦ୍ଭୁତ ଦୃଢ଼ତା ଥିଲା। ଅଜୟ ରାଉତ ପଛକୁ ବୁଲି ଚାହିଁଲେ। ଜଣେ ସାଧାରଣ ବେଶଧାରୀ ମହିଳା ତାଙ୍କୁ ପ୍ରଶ୍ନ କରୁଛି। ଏହା ସେ ସହ୍ୟ କରିପାରିଲେ ନାହିଁ। ତୁ କିଏ ବେ? ବଡ଼ ସମାଜସେବା ଦେଉଛୁ, ଆମକୁ ଆଇନ ଶିଖାଉଛୁ, ଚାଲ ତୋର ସବୁ ସମାଜସେବା ଆଜି ବାହାର କରିବି। ସେ ଅନନ୍ୟାଙ୍କ ହାତକୁ ଶକ୍ତ ଭାବେ ଧରିଲେ ଏବଂ ତାଙ୍କୁ ଗାଡ଼ି ଆଡ଼କୁ ଝିଙ୍କି ନେଲେ। ଅନନ୍ୟା ଚାହିଁଥିଲେ ସେ ଏଇଠି ନିଜର ପରିଚୟ ଦେଇପାରିଥାନ୍ତା, କିନ୍ତୁ ସେ ଦେଖିବାକୁ ଚାହୁଁଥିଲା ଯେ ଜଣେ ସାଧାରଣ ମହିଳା ଯଦି ଥାନାକୁ ଯାଏ ତେବେ ତା ସହିତ କିପରି ବ୍ୟବହାର କରାଯାଏ। ସେ ଚୁପ୍ ରହିଲେ। ଥାନା ଭିତରର ପରିବେଶ ଆହୁରି ଭୟାନକ ଥିଲା। ଅଧାରୁ ଅଧିକ ପୋଲିସ କର୍ମଚାରୀ
ନିଜ କାମ ଛାଡ଼ି ମୋବାଇଲରେ ବ୍ୟସ୍ତ ଥିଲେ। ଅଜୟ ରାଉତ ଅନ୍ୟାନ୍ୟଙ୍କୁ ନେଇ ହାଜତ ଭିତରକୁ ଠେଲିଦେଲେ। ହାଜତ ଭିତରେ ଗନ୍ଧ ଏବଂ ଅପରିଷ୍କାର ପରିବେଶ। ସେଠାରେ ଆଉ କିଛି ଲୋକ ବି ଥିଲେ। ଅନନ୍ୟା କଣରେ ଏକ ବେଞ୍ଚରେ ବସିଲେ। ସେ ଦେଖିଲେ ଜଣେ ଧନୀଘରର ପୁଅ ଯିଏ ମଦ୍ୟପାନ କରି ଗାଡ଼ି ଚଳାଉଥିଲା ତାକୁ ପୋଲିସ ବାବୁମାନେ ଚା ଆଉ ଜଳଖିଆ ଦେଇ ସମ୍ମାନ କରୁଛନ୍ତି। ଅନ୍ୟପଟେ ଜଣେ ଗରିବ ଲୋକ ଯିଏ ହୁଏତ ଛୋଟ ଚୋରି ଅଭିଯୋଗରେ ଆସିଛି ତାକୁ ନିର୍ଦ୍ଦୟ ଭାବେ ପିଟା ଯାଉଛି। ଅନନ୍ୟାଙ୍କୁ ଲାଗିଲା ଯେପରି ସେ ଏକ ନର୍କରେ ଅଛନ୍ତି। ସେ ନିଜ ଡାଏରୀରେ ଯାହାକୁ ସେ ଲୁଚାଇ ରଖିଥିଲେ ସବୁ ନୋଟ୍ କରୁଥିଲେ। ରାତି ସାରା ସେ ଶୋଇନାହାନ୍ତି। ତାଙ୍କ ମନରେ କେବଳ ଶାନ୍ତି ମାଉସୀଙ୍କ ସେହି ଲୁହଭରା ଆଖି ଏବଂ ନଷ୍ଟ ହୋଇଯାଇଥିବା ଖାଦ୍ୟର ଛବି ନାଚୁଥିଲା। ସକାଳ ପ୍ରାୟ 8ଟା। ଥାନାରେ ହଠାତ୍ ଚହଳ ପଡ଼ିଲା। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍ପି ଆକସ୍ମିକ ପରିଦର୍ଶନରେ ଆସୁଛନ୍ତି। ସବୁ କର୍ମଚାରୀ ନିଜ ପୋଷାକ ଠିକ୍ କରି ଧାଡ଼ି ହୋଇ ଠିଆ ହେଲେ। ଅଜୟ ରାଉତ ମଧ୍ୟ ବହୁତ ସାବଧାନ ହୋଇ ଠିଆ ହୋଇଥାନ୍ତି। ଏସ୍ପି ଗାଡ଼ିରୁ ଓହ୍ଲାଇ ଥାନା ଭିତରକୁ ପ୍ରବେଶ କଲେ। ସେ ସବୁକିଛି ନିରୀକ୍ଷଣ କରୁଥିଲେ। ହଠାତ୍ ତାଙ୍କ ନଜର ହାଜତ ଆଡ଼କୁ ଗଲା। ସେଠାରେ ସେ ଦେଖିଲେ ଜଣେ ମହିଳା ଶାଢ଼ୀ ପିନ୍ଧି ବସିଛନ୍ତି, କିନ୍ତୁ ତାଙ୍କ ବସିବା ଶୈଳୀ ଏବଂ ଆତ୍ମବିଶ୍ୱାସ ଜଣେ ସାଧାରଣ କଏଦୀ ପରି ନଥିଲା। ଏସ୍ପି ନିକଟକୁ ଯାଇ ଯେତେବେଳେ ମୁହଁ ଦେଖିଲେ ତାଙ୍କ ସ୍ୱର ବନ୍ଦ ହୋଇଗଲା। ସେ କିଛି ସମୟ ସ୍ତବ୍ଧ ହୋଇଗଲେ। ମ୍ୟାଡ଼ାମ୍, ଆପଣ? ଜିଲ୍ଲାପାଳ ମ୍ୟାଡ଼ାମ୍। ଥାନାରେ ଏକ ନିଶବ୍ଦ ଛାଇଗଲା। ଅଜୟ ରାଉତଙ୍କ ହାତରୁ ଲାଠି ଖସି ପଡ଼ିଲା। ତାଙ୍କ ମୁହଁ ଫିକା ପଡ଼ିଗଲା। ଅନନ୍ୟା ଧୀରେ ଧୀରେ ହାଜତରୁ ବାହାରି ଆସିଲେ। ସେ ନିଜ ବ୍ୟାଗରୁ ଆଇଡି କାର୍ଡ଼ ବାହାର କରି ଟେବୁଲ ଉପରେ ରଖିଲେ। ସେ ଏସ୍ପିଙ୍କୁ ଚାହିଁ କହିଲେ, ଏସ୍ପି ସାହେବ, ଆପଣଙ୍କ ଥାନାରେ ନ୍ୟାୟ ନୁହେଁ ବରଂ ଗୁଣ୍ଡାଗିରି ଚାଲିଛି। ଜଣେ କର୍ତ୍ତବ୍ୟତାର ଅଫିସର କିପରି ଜଣେ ବୃଦ୍ଧାଙ୍କ ସମ୍ବଳ ନଷ୍ଟ କରୁଛି ଏବଂ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର କରୁଛି ତାହାର ପ୍ରମାଣ ମୁଁ ନିଜେ। ଅଜୟ ରାଉତଙ୍କୁ ଏହି ମୁହୂର୍ତ୍ତରେ ଗିରଫ କରନ୍ତୁ ଏବଂ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରନ୍ତୁ। ଅନନ୍ୟା ଥାନାରୁ ସିଧା ବସ୍ ଷ୍ଟାଣ୍ଡକୁ ଗଲେ। ସାଥିରେ ପୁରା ପୋଲିସ ଫୋର୍ସ ଏବଂ ସରକାରୀ ଗାଡ଼ି। ଶାନ୍ତି ମାଉସୀ ସେତେବେଳେ କାନ୍ଦି କାନ୍ଦି ନିଜର ଭଙ୍ଗା ଚୁଲି ସଜାଡ଼ୁଥିଲେ। ଯେତେବେଳେ ସେ ଦେଖିଲେ ଯେ କାଲି ରାତିର ସେହି ଝିଅଟି ବଡ଼ ଗାଡ଼ିରେ ଆସିଛି, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଅନନ୍ୟା ମାଉସୀଙ୍କୁ କୁଣ୍ଢାଇ ଧରି କହିଲେ, ମାଉସୀ, ମୋତେ କ୍ଷମା କରିଦିଅ। ତୁମର ଯାହା କ୍ଷତି ହୋଇଛି ସେଥିପାଇଁ ମୁଁ ଦାୟୀ। ସେ ନିଜ ପକେଟରୁ ନୁହେଁ ବରଂ ସରକାରୀ ଯୋଜନା ମାଧ୍ୟମରେ ମାଉସୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କଲେ। ତାଙ୍କ ନାତିର ଚିକିତ୍ସା ପାଇଁ ସହରର ସବୁଠାରୁ ଭଲ ଡାକ୍ତରଖାନାରେ ବ୍ୟବସ୍ଥା କଲେ। ସେହିଦିନଠାରୁ ସହରରେ ଏକ ନୂଆ ନିୟମ ଲାଗୁ ହେଲା। କୌଣସି ବି ପୋଲିସ ବା ସରକାରୀ ଅଫିସର ସାଧାରଣତଃ ଜନତାଙ୍କୁ ହଇରାଣ କରିପାରିବେ ନାହିଁ। ଅନନ୍ୟା ଦାସ ପ୍ରମାଣ କରିଦେଲେ ଯେ ନ୍ୟାୟ କେବଳ ବହିରେ ଲେଖାଯାଏ ନାହିଁ, ତାକୁ ରାସ୍ତାରେ ଓହ୍ଲାଇ ଲୋକଙ୍କୁ ଦେବାକୁ ପଡ଼େ। ଅନନ୍ୟା ହାଜତରୁ ବାହାରିବା ପରେ ଥାନାର ବାତାବରଣ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଯେଉଁ ପୋଲିସ ବାବୁମାନେ କିଛି ସମୟ ପୂର୍ବରୁ ଅତି ଗର୍ବରେ ଚାଲୁଥିଲେ, ସେମାନେ ଏବେ ମୁଣ୍ଡ ନୁଆଇଁ ଠିଆ ହୋଇଥିଲେ। ଅନନ୍ୟା ଥାନା ଭିତରେ ଥିବା ଏକ ଚୌକିରେ ବସିଲେ ଏବଂ ଏସ୍ପିକୁ କହିଲେ, ଏସ୍ପି ସାହେବ, ମୁଁ ଗତ 8 ଘଣ୍ଟା ମଧ୍ୟରେ ଯାହା ଦେଖିଲି ତାହା କେବଳ ଏହି ଗୋଟିଏ ଥାନାର ଚିତ୍ର ନୁହେଁ ବରଂ ସମଗ୍ର ବ୍ୟବସ୍ଥାର ଏକ କ୍ଷତ। ମୁଁ ଜାଣିବାକୁ ଚାହେଁ କେଉଁ ନିୟମ ଅନୁସାରେ ଜଣେ ମହିଳାଙ୍କୁ ବିନା କୌଣସି ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ରାତିରେ ଥାନାକୁ ଅଣାଗଲା। ଏସ୍ପି ନିରୁତ୍ତର ରହିଲେ। ଅନନ୍ୟା ଜାରି ରଖିଲେ, ସବ୍ ଇନ୍ସପେକ୍ଟର ଅଜୟ ରାଉତଙ୍କ ପକେଟ ଯାଞ୍ଚ କରାଯାଉ। ଯେତେବେଳେ ଯାଞ୍ଚ କରାଗଲା ତାଙ୍କ ପକେଟରୁ 100 ମଡ଼ା ହୋଇଥିବା ଟଙ୍କା ମିଳିଲା, ଯାହା ସେ ସେହି ରାତିରେ ବିଭିନ୍ନ ଉଠା ଦୋକାନଙ୍କ ଠାରୁ ହପ୍ତା ଭାବେ ଆଦାୟ କରିଥିଲେ। ଏହି ଦୃଶ୍ୟଟି ଶାସନ ବ୍ୟବସ୍ଥାରେ ଥିବା ଦୁର୍ନୀତିର ଏକ ବଡ଼ ଉଦାହରଣ ଥିଲା। ଅନନ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଅଜୟ ରାଉତଙ୍କୁ ହାଜତ ଭିତରକୁ ପଠାଗଲା। ସେହି ସମାନ ହାଜତ ଯେଉଁଠି ସେ ଅନନ୍ୟାଙ୍କୁ ରାତି ସାରା ରଖିଥିଲେ। ଏହାପରେ ଅନନ୍ୟା ନିଜେ ଶାନ୍ତି ମାଉସୀଙ୍କୁ ଭେଟିବାକୁ ଗଲେ। ବସ୍ଷ୍ଟାଣ୍ଡର ସେହି କୋଣଟି ଏବେ ପୋଲିସ ଓ ସାଧାରଣ ଲୋକଙ୍କ ଭିଡ଼ରେ ପରିପୂର୍ଣ୍ଣ ଥିଲା। ମାଉସୀ ଭୟରେ ଥରୁଥିଲେ। ତାଙ୍କୁ ଲାଗୁଥିଲା ହୁଏତ ସେହି ଝିଅଟି ଯୋଗୁଁ ତାଙ୍କ ଉପରେ କିଛି ବିପଦ ଆସିବ। କିନ୍ତୁ ଅନନ୍ୟା ଯାଇ ତାଙ୍କୁ କୁଣ୍ଢାଇ ଧରିଲେ। ମାଉସୀ, ମୁଁ ଜଣେ କଲେକ୍ଟର ହୋଇପାରେ, କିନ୍ତୁ କାଲି ରାତିରେ ତୁମେ ମୋତେ ଯେଉଁ ଶ୍ରଦ୍ଧାରେ ଖୁଆଉଥିଲ ତାହା ମୋ ପାଇଁ ଏହି ପଦବୀ ଠାରୁ ବଡ଼। ଅନନ୍ୟା ତୁରନ୍ତ ନିଜ ଟିମ୍କୁ ନିର୍ଦ୍ଦେଶ ଦେଲେ, ମାଉସୀଙ୍କ ପାଇଁ ଏକ ସ୍ଥାୟୀ ଦୋକାନ କ୍ୟାବିନେଟ୍ ବ୍ୟବସ୍ଥା କର। ତାଙ୍କ ନାତିର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ। ବସ୍ଷ୍ଟାଣ୍ଡର ସମସ୍ତ ଉଠା ଦୋକାନୀଙ୍କୁ ପିଏମ୍ ସ୍ୱନିଧି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ, ଯେମିତି କେହି ସେମାନଙ୍କୁ ହଇରାଣ ନ କରନ୍ତି। ଏହି ଘଟଣାର 2 ଦିନ ପରେ ଅନନ୍ୟା ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ ଡାକିଲେ। ସେ ସ୍ପଷ୍ଟ ଭାବେ କହିଲେ, ଜନସେବା ପାଇଁ ଆମକୁ ଦରମା ମିଳେ, ଜନତାଙ୍କ ଶାସନ କରିବା ପାଇଁ ନୁହେଁ। ଯଦି ପରବର୍ତ୍ତୀ ସମୟରେ ମୁଁ କୌଣସି ବିଭାଗରେ ସାଧାରଣ ଜନତାଙ୍କ ପ୍ରତି ଅବହେଳା ଦେଖିବି, ତେବେ କେବଳ ନିମ୍ନ ସ୍ତରର କର୍ମଚାରୀ ନୁହେଁ ବରଂ ବିଭାଗୀୟ ମୁଖ୍ୟମନ୍ତ୍ରୀ ମଧ୍ୟ ଦାୟୀ କରାଯିବ।
ଅନ୍ୟାନ୍ୟଙ୍କ ଏହି ଅଜ୍ଞାତବାସ ସମଗ୍ର ରାଜ୍ୟରେ ଏକ ଚର୍ଚ୍ଚାର ବିଷୟ ପାଲଟିଗଲା। ସେ କେବଳ ଜଣେ ଅଫିସର ନୁହେଁ ବରଂ ଲୋକ ପାଇଁ ଜଣେ ରକ୍ଷକ ସାଜିଲେ। ସନ୍ଧ୍ୟା ପୁଣି ନଇଁ ଆସିଲା, କିନ୍ତୁ ଆଜି ସହରର ବସ୍ଷ୍ଟାଣ୍ଡରେ ଭୟ ନଥିଲା। ଶାନ୍ତି ମାଉସୀଙ୍କ ନୂଆ କ୍ୟାବିନେଟ୍ରେ ପୁଣି ଚକୁଳି ପିଠାର ବାସ୍ନା ମହକୁଥିଲା। ସେହି ଧୂଆଁରେ ଆଜି କାହାର ସ୍ୱପ୍ନ ଜଳୁନଥିଲା, ବରଂ ଜଣେ ବୃଦ୍ଧାଙ୍କ ଆତ୍ମବିଶ୍ୱାସର ନିଆଁ ଜଳୁଥିଲା। ନିଆଁର ଏହି ନୂତନ ରୂପ ସମାଜରେ ପରିବର୍ତ୍ତନ ବିଜୁଳି ଖେଳାଇ ଦେଇଥିଲା।